ବେନ୍‌ସିରାକଙ୍କ ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 46। ଯଶୁଆ। ନୁନର ପୁତ୍ର ଯଶୁଆ ଜଣେ ପ୍ରବୀଣ ଯୋଦ୍ଧା ଓ ପ୍ରବଚନ ବିଷୟରେ ମୋଶେସଙ୍କ ଉତ୍ତରାଧିକାରୀ ଥିଲେ। ତାଙ୍କ ନାମର ଅର୍ଥ ଅନୁଯାୟୀ ଈଶ୍ୱରଙ୍କ ମନୋନୀତମାନଙ୍କ ପାଇଁ ସେ ଜଣେ ରକ୍ଷକ ହେଲେ। ଯେଉଁ ଶତ୍ରୁମାନେ ଇସ୍ରାଏଲ ବିପକ୍ଷରେ ଉଠିଲେ ସେମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେଇ ସେ ସେମାନଙ୍କ ପାଇଁ ଏକ ଉତ୍ତରାଧିକାର ଲାଭ କଲେ। ନଗରୀ ସମୂହ ବିରୁଦ୍ଧରେ ସେ ଯେବେ ତାଙ୍କ ଖଡ୍ଗ ଉତ୍ତୋଳନ କଲେ ତେବେ ସେ କି ପ୍ରତାପଶାଳୀ ଥିଲେ। ତାଙ୍କ ପୂର୍ବସୂରୀମାନଙ୍କ ମଧ୍ୟରୁ କେହି କେବେ ଏପରି ଅଟଳ ହୋଇ ରହିଥିଲେ କି? କାରଣ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଗ୍ରାମ କରିଥିଲେ। ତାଙ୍କ ହାତ କ'ଣ ସୂର୍ଯ୍ୟକୁ ଅଟକାଇ ନଥିଲା ଓ ଏକ ଦିନ ଦୁଇଟି ଦିନ ପରି କ'ଣ ଦୀର୍ଘ ହୋଇନଥିଲା? ଶତ୍ରୁମାନେ ଯେବେ ତାଙ୍କୁ ଘେରିଗଲେ ତେବେ ଯିଏ ପରାକ୍ରମୀ ସେହି ପରାତ୍ପରଙ୍କୁ ଡାକି ସେ ନିବେଦନ କଲେ। କଠୋର କରକାପାତ ପଠାଇ ମହୋନ୍ନତ ପ୍ରଭୁ ତାଙ୍କୁ ପ୍ରତ୍ୟୁତ୍ତର ଦେଲେ। ସେହି ଜାତି ବିରୁଦ୍ଧରେ ସେ ସମର କଲେ ଓ ବେତ୍-ହରୋନଙ୍କର ଢାଲୁ ଅଞ୍ଚଳରେ ସେ ସେହି ବିରୋଧୀମାନଙ୍କୁ ବିନାଶ କଲେ। ସେହିପରି ଜାତି ସକଳ ତାଙ୍କର ଯୁଦ୍ଧ ପ୍ରବୀଣତା ସମ୍ବନ୍ଧରେ ଜାଣିଲେ ଓ ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କ ଦୃଷ୍ଟିରେ ସେ ସମର କରନ୍ତି, କାରଣ ସମ୍ପୂର୍ଣ୍ଣ ଭାବେ ସେ ଶକ୍ତି ସମ୍ପନ୍ନଙ୍କର ଅନୁଗମନ କଲେ। କାଲେବ। ମୋଶେସଙ୍କ ସମୟରେ ଯଶୁଆ ଓ ଜେଫୁନେର ପୁତ୍ର କାଲେବ ଏକ ବିଶ୍ୱସ୍ତ କର୍ମ କଲେ। ଜନମଣ୍ଡଳୀକୁ ବିରୋଧ କରି ସେମାନେ ସେମାନଙ୍କୁ ପାପରୁ ନିବୃତ୍ତ କଲେ ଓ ସେମାନଙ୍କ ମନ୍ଦ ଅଭିଯୋଗକୁ ଶାନ୍ତ କଲେ। ତାଙ୍କ ଉତ୍ତରାଧିକାର ଏବଂ ଦୁଗ୍ଧ ତଥା ମଧୁ ପ୍ରବାହିତ ଦେଶରେ ପ୍ରବେଶ କରିବା ପାଇଁ ସେହି 6 ଲକ୍ଷ ପଦାତିକ ଯୋଦ୍ଧାମାନଙ୍କ ମଧ୍ୟରୁ କେବଳ ଏହି 2 ବ୍ୟକ୍ତି ସଂରକ୍ଷିତ ହେଲେ। ପ୍ରଭୁ କାଲେବଙ୍କୁ ଶକ୍ତିଶାଳୀ କଲେ। ସେ ତାଙ୍କୁ ତାଙ୍କ ବାର୍ଦ୍ଧକ୍ୟ କାଳ ପର୍ଯ୍ୟନ୍ତ ଧରି ରଖିଲେ। ଫଳରେ ସେ ପାର୍ବତ୍ୟାଞ୍ଚଳ ଆଡ଼େ ପ୍ରସ୍ଥାନ କଲେ ଓ ତାଙ୍କ ସନ୍ତାନମାନେ ତାଙ୍କୁ ଏ ପର୍ଯ୍ୟନ୍ତ ଉତ୍ତରାଧିକାରୀ ରୂପେ ଅଧିକାର କରନ୍ତି। ଏହିପରି ଇସ୍ରାଏଲୀୟମାନେ ହୃଦବୋଧ କଲେ ଯେ ପ୍ରଭୁଙ୍କର ଅନୁଗାମୀ ହେବା ଉତ୍ତମ। ନ୍ୟାୟାଧୀଶଗଣମାନେ ମଧ୍ୟ ନିଜ ନିଜ ନାମରେ ଆହୁତ ହୋଇଥିଲେ। ସେମାନଙ୍କ ହୃଦୟ କେବେହେଁ ପିତୁଳା ପୂଜା ପ୍ରତି ଆସକ୍ତ ହେଲା ନାହିଁ କିମ୍ବା ପ୍ରଭୁଙ୍କଠାରୁ ପଶ୍ଚାଦପଦ ହେଲା ନାହିଁ। ସେମାନଙ୍କ ସ୍ମୃତି ଧନ୍ୟ ହେଉ। ନିଜ ନିଜ ସମାଧି ସ୍ଥାନରୁ ସେମାନଙ୍କ ଅସ୍ଥିପୁଞ୍ଜ ନବଜୀବନ ପ୍ରାପ୍ତ ହେଉ ଓ ସେମାନଙ୍କ ପୁତ୍ରମାନଙ୍କ ମଧ୍ୟମରେ ସେହି ସୁପ୍ରସିଦ୍ଧ ବ୍ୟକ୍ତିମାନଙ୍କ ନାମ ପୁନରାୟ ଜୀବିତ ହୋଇ ରହୁ। ସାମୁଏଲ। ପ୍ରଭୁଙ୍କର ପ୍ରିୟ ପାତ୍ର ଓ ତାହାଙ୍କର ପ୍ରବକ୍ତା ସାମୁଏଲ ରାଜ୍ୟ ସ୍ଥାପନ କଲେ ଓ ସ୍ୱଜନମାନଙ୍କ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଶାସକମାନଙ୍କୁ ସେ ଅଭିଷେକ କଲେ। ପ୍ରଭୁଙ୍କର ବିଧାନ ଅନୁଯାୟୀ ସେ ଜନମଣ୍ଡଳୀ ମଧ୍ୟରେ ନ୍ୟାୟ ବିଚାର କଲେ। ପ୍ରଭୁ ଯାକୋବଙ୍କୁ ପ୍ରତିପାଳନ କଲେ। ତାଙ୍କ ବିଶ୍ୱସ୍ତତା ଯୋଗୁଁ ସେ ପ୍ରବକ୍ତା ରୂପେ ପ୍ରମାଣିତ ହେଲେ ଓ ତାଙ୍କ ବାକ୍ୟ ଜରିଆରେ ସେ ଜଣେ ବିଶ୍ୱସନୀୟ ଦୂରଦର୍ଶୀ ରୂପେ ପରିଚିତ ହେଲେ। ଶତ୍ରୁଗଣ ଯେବେ ଚତୁଃପାର୍ଶ୍ୱରୁ ତାଙ୍କୁ ଆକ୍ରମଣ କଲେ ତେବେ ଶକ୍ତିଶାଳୀ ପ୍ରଭୁଙ୍କୁ ଡାକି ସେ ନିବେଦନ କଲେ ଓ ଏକ ସ୍ତନ୍ୟପାୟୀ ମେଷ ଶାବକକୁ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ। ଆକାଶମଣ୍ଡଳରୁ ପ୍ରଭୁ ସେ ସମୟରେ ଗର୍ଜନ କଲେ ଓ ତାହାଙ୍କର ଶବ୍ଦ ଉଚ୍ଚ ସ୍ୱରରେ ଧ୍ୱନିତ ହେଲା। ସେହିପରି ସେ ତୀରବାସୀମାନଙ୍କ ନେତୃତ୍ୱ ଗୁଣକୁ ଓ ଫିଲିସ୍ତୀୟମାନଙ୍କ ସମସ୍ତ ଅଧିପତିଙ୍କୁ ନିଶ୍ଚିହ୍ନ କଲେ। ତାଙ୍କର ଚିରନ୍ତନ ବିଶ୍ରାମ ସଂଗଠିତ ପୂର୍ବରୁ ପ୍ରଭୁ ଓ ତାହାଙ୍କର ଅଭିଷିକ୍ତଙ୍କ ସମ୍ମୁଖରେ
ଜନତାକୁ ସାକ୍ଷୀ ରୂପେ ଡାକି ସାମୁଏଲ କହିଲେ, ମୁଁ କୌଣସି ବ୍ୟକ୍ତିର ସମ୍ପଦ ଅଧିକାର କରିନାହିଁ। ମୁଁ ଯୋଡ଼ିଏ ପାଦୁକା ସୁଦ୍ଧା କରାୟତ କରିନାହିଁ। ଯେତେବେଳେ କୌଣସି ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଦୋଷାରୋପ କଲେ ନାହିଁ, ମହାନିଦ୍ରାରେ ଶାୟିତ ହେଲା ପରେ ମଧ୍ୟ ସେ ପ୍ରବଚନ ଦେଲେ, ରାଜାଙ୍କୁ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ପୂର୍ବରୁ ସତର୍କ କଲେ। ଜନତାର ଦୁଷ୍ଟତାକୁ ସେ ଯେପରି ନିଶ୍ଚିହ୍ନ କରିପାରନ୍ତି, ସେଥିସକାଶେ ଭୂଗର୍ଭରୁ ସ୍ୱର ଉତ୍ତୋଳନ କରି ସେ ପ୍ରବଚନ ଦେଲେ। ଅଧ୍ୟାୟ 47। ନାଥାନ। ତାଙ୍କ ପରେ ନାଥାନ ଉତ୍ଥିତ ହେଲେ ଓ ଦାବିଦଙ୍କ ଦିନମାନଙ୍କରେ ପ୍ରବଚନ ଦେଲେ। ଦାବିଦ। ଶାନ୍ତି ବଳିରୁ ମେଦ ଯେପରି ପୃଥକ କରାଯାଏ, ଦାବିଦ ସେହିପରି ଇସ୍ରାଏଲମାନଙ୍କ ମଧ୍ୟରୁ ମନୋନୀତ ହେଲେ। ଛାଗ ଶାବକମାନଙ୍କ ତୁଲ୍ୟ ସିଂହଗୁଡ଼ିକ ସହିତ ଓ ମେଷ ଶାବକମାନଙ୍କ ସଦୃଶ ଭଲ୍ଲୁକ ସକଳ ସହ ସେ କ୍ରୀଡ଼ାରତ ହେଲେ। ସେ ଯେବେ ଜଣେ ବାଳକ ଥିଲେ, ତେବେ ଜଣେ ବିରାଟକାୟ ବ୍ୟକ୍ତିକୁ ନିଧନ କରି ସେ କ'ଣ ତାଙ୍କ ଲୋକମାନଙ୍କ ଅପମାନକୁ ଦୂରେଇ ଦେଇନଥିଲେ? ଛାଟେଣୀ ଦ୍ୱାରା ପଥର ମାରିବା ପାଇଁ ତାଙ୍କ ହସ୍ତ ଉଠାଇ ସେ କ'ଣ ଗଲିଆଥର ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ କଲେ ନାହିଁ? ପରାତ୍ପର ପ୍ରଭୁଙ୍କ ସନ୍ନିଧାନରେ ସେ ଅନୁରୋଧ ଜଣାଇଲେ ଓ ତାଙ୍କ ଲୋକମାନଙ୍କ ଶକ୍ତି ବୃଦ୍ଧି ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଜଣେ ଯୁଦ୍ଧ ପ୍ରବୀଣ ବ୍ୟକ୍ତିକୁ ସଂହାର କରିବା ପାଇଁ ସେ ତାଙ୍କ ଦକ୍ଷିଣ ହସ୍ତକୁ ଶକ୍ତି ସମ୍ପନ୍ନ କଲେ। ସୁତରାଂ ସେମାନେ ତାଙ୍କୁ 10,000 ବ୍ୟକ୍ତିମାନଙ୍କ ଘାତକ ରୂପେ ମହିମାନ୍ୱିତ କଲେ ଓ ପ୍ରଭୁଙ୍କର ସ୍ତୁତିଗାନ କରିବା ସମୟରେ ତାଙ୍କର ପ୍ରଶଂସା କରି ଗୌରବମଣ୍ଡିତ ମୁକୁଟରେ ତାଙ୍କୁ ବିଭୂଷିତ କଲେ। କାରଣ ତାଙ୍କର ଚତୁଃପାର୍ଶ୍ୱସ୍ଥ ଶତ୍ରୁମାନଙ୍କୁ ସେ ନିଶ୍ଚିହ୍ନ କଲେ ଓ ବିରୋଧୀ ଫିଲିସ୍ତୀୟମାନଙ୍କୁ ସେ ବିନାଶ କଲେ। ଯେହେତୁ ସେ ସେମାନଙ୍କ ଶକ୍ତି ବିଧ୍ୱସ୍ତ କଲେ, ତେଣୁ ସେମାନେ ଏପର୍ଯ୍ୟନ୍ତ ଦୁର୍ବଳ ଅଛନ୍ତି। ତାଙ୍କର ସମସ୍ତ କାର୍ଯ୍ୟରେ ପରାତ୍ପରଙ୍କୁ ଗୌରବ ପ୍ରଦାନ କରି ସେ ପବିତ୍ରତମଙ୍କ ପ୍ରତି କୃତଜ୍ଞତା ଅର୍ପଣ କଲେ। ତାଙ୍କର ପୂର୍ଣ୍ଣ ହୃଦୟ ସହକାରେ ସେ ତାହାଙ୍କର ସ୍ତୁତିଗାନ କଲେ ଓ ତାଙ୍କ ସ୍ରଷ୍ଟାଙ୍କୁ ସେ ସ୍ନେହ କଲେ। ବଳିପୀଠ ସମ୍ମୁଖରେ ଯେପରି ସୁମଧୁର ଗାନ କରାଯାଏ, ସେଥିପାଇଁ ସେ ଗାୟକମାନଙ୍କୁ ନିଯୁକ୍ତ ପ୍ରଦାନ କଲେ। ଉତ୍ସବ ସକଳକୁ ସେ ସୌନ୍ଦର୍ଯ୍ୟମୟ କଲେ ଓ ସେଗୁଡ଼ିକର ପାଳନ ପାଇଁ ନିର୍ଦ୍ଦିଷ୍ଟ ସମୟ ସ୍ଥିର କଲେ। ସେମାନେ ଈଶ୍ୱରଙ୍କ ପବିତ୍ର ନାମରେ ସ୍ତୁତିଗାନ କଲେ ଓ ପ୍ରଭାତରୁ ପବିତ୍ର ମନ୍ଦିରରେ ସେମାନଙ୍କ ସ୍ୱର ମୁଖରିତ ହେଲା। ପ୍ରଭୁ ତାଙ୍କ ପାଦଗୁଡ଼ିକୁ ଅପସାରଣ କଲେ ଓ ତାଙ୍କ ଶକ୍ତିକୁ ଚିରକାଳ ବ୍ୟାପୀ ଉନ୍ନୀତ କଲେ। ସେ ତାଙ୍କୁ ଏକ ରାଜକୀୟ ବ୍ୟବସ୍ଥା ବିଧାନ ପ୍ରଦାନ କଲେ ଓ ଇସ୍ରାଏଲକୁ ଏକ ଗୌରବମଣ୍ଡିତ ସିଂହାସନ ଦାନ କଲେ। ସଲୋମନ। ଜଣେ ପ୍ରଜ୍ଞାପୂର୍ଣ୍ଣ ପୁତ୍ର ତାଙ୍କର ଉତ୍ତରାଧିକାରୀ ହେଲେ। ତାଙ୍କର ଯୋଗୁଁ ସେ ସୁରକ୍ଷିତାବସ୍ଥାରେ କାଳାତିପାତ କଲେ। ଶାନ୍ତି ବିରାଜିତ ଦିନ ସକଳରେ ସଲୋମନ ରାଜୁତି କଲେ। ଈଶ୍ୱର ତାଙ୍କୁ ଚତୁଃପାର୍ଶ୍ୱରେ ଶାନ୍ତି ପ୍ରଦାନ କଲେ। ତେଣୁ ସେ ତାଙ୍କ ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କଲେ ଓ ଚିରସ୍ଥାୟୀ ବିଦ୍ୟମାନ ଏକ ପବିତ୍ର ମନ୍ଦିର ସେ ପ୍ରସ୍ତୁତ କଲେ। ଯୌବନରେ ତୁମେ କେଉଁଭଳି ବିଜ୍ଞ ହୋଇଥିଲ ଓ ନଦୀ ସଦୃଶ ତୁମେ ଜ୍ଞାନରେ ଉଚ୍ଛ୍ୱସିତ ହେଲ। ତୁମ ଜ୍ଞାନ ସମଗ୍ର ପୃଥିବୀରେ ପରିବ୍ୟାପ୍ତ ହେଲା। ତୁମେ ତାହାକୁ ଉପମା ତଥା ପ୍ରହେଳିକା ଦ୍ୱାରା ଭରିଦେଲ। ତୁମ ନାମର ପ୍ରସିଦ୍ଧି ସୁଦୂର ଦ୍ୱୀପ ସମୂହ ପର୍ଯ୍ୟନ୍ତ ରାଷ୍ଟ୍ର ହେଲା ଓ ଶାନ୍ତିପରାୟଣତା ଯୋଗୁଁ ତୁମେ ସ୍ନେହର ପାତ୍ର ହେଲ। ତୁମର ଗାନ, ନୀତି ବଚନ, ଉପମା ତଥା କବିତା ଯୋଗୁଁ ସମଗ୍ର ବିଶ୍ୱ ବିସ୍ମୟାଭିଭୂତ ହେଲା।
ଇସ୍ରାଏଲର ଈଶ୍ୱର ରୂପେ ନାମିତ ପ୍ରଭୁଙ୍କ ନାମରେ ତୁମେ ଟିଣ ପରି ସ୍ୱର୍ଣ୍ଣକୁ ଓ ଶିଶକ ସଦୃଶ ରୌପ୍ୟ ସଂଗ୍ରହ କଲ। କିନ୍ତୁ ତୁମ ଶରୀରକୁ ତୁମେ ନାରୀମାନଙ୍କ ନିକଟରେ ସମର୍ପଣ କଲ ଓ ତୁମେ ତୁମ ଅଭିଳାଷ ଗୁଡ଼ିକର ଦାସ ହେଲ। ତୁମେ ନିଜେ ତୁମ ମହତ୍ତ୍ୱକୁ କଳଙ୍କିତ କଲ ଓ ତୁମ ସନ୍ତାନ ବର୍ଗକୁ କଳୁଷିତ କଲ। ସେହିପରି ତୁମ ସନ୍ତାନମାନେ କ୍ରୋଧର ପାତ୍ର ହେଲେ ଓ ତୁମ ମୂଢ଼ତା ଯୋଗୁଁ ସେମାନେ ଦୁର୍ଦ୍ଦଶାଗ୍ରସ୍ତ ହେଲେ। ତଦ୍ୱାରା ରାଜ୍ୟ ବିଭାଜିତ ହେଲା ଓ ଏଫ୍ରାଇମରୁ ଆଜ୍ଞାର ଏକ ଅବାଧ୍ୟ ରାଜ୍ୟ ଆବିର୍ଭୂତ ହେଲା। ତଥାପି ପ୍ରଭୁ ତାହାଙ୍କ କରୁଣା ତ୍ୟାଗ କରିବେ ନାହିଁ କିମ୍ବା ତାହାଙ୍କ କର୍ମ ବିନଷ୍ଟ ହେବା ପାଇଁ ଅନୁମତି ଦେବେ ନାହିଁ। ତାହାଙ୍କ ମନୋନୀତଙ୍କ ବଂଶଧରମାନଙ୍କୁ ସେ କେବେ ହେଁ ନିଶ୍ଚିହ୍ନ କରିବେ ନାହିଁ ଏବଂ ଯିଏ ତାହାଙ୍କୁ ସ୍ନେହ କରିଥିଲେ ତାଙ୍କର ସନ୍ତାନମାନଙ୍କୁ ବିନାଶ କରିବେ ନାହିଁ। ସୁତରାଂ ସେ ଯାକୁବଙ୍କୁ ଏକ ଅବଶିଷ୍ଟାଂଶ ପ୍ରଦାନ କଲେ ଓ ଦାବୀଦଙ୍କ ବଂଶ ପାଇଁ ଏକ ମୂଳ ପ୍ରଦାନ କଲେ। ହେରୋବୋଆମ ଓ ଜେରୋଆବମ। ସଲୋମନ ନିଜ ପିତୃପୁରୁଷମାନଙ୍କ ସହ ବିଶ୍ରାମ ନେଲେ ଓ ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଉତ୍ତରାଧିକାରୀ ରୂପେ ଛାଡ଼ିଗଲେ। ମୂଢ଼ତାପୂର୍ଣ୍ଣ ତଥା ବୁଦ୍ଧିହୀନ ରେହୋବୋଆମଙ୍କ ରାଜତ୍ୱ ବିଦ୍ରୋହ କରି ଉଠିବା ପାଇଁ ଜନତାକୁ ସୁଯୋଗ ଦେଲା। ନେବାତର ପୁତ୍ର ଜେରୋବୋଆମ ଇସ୍ରାଏଲକୁ ପାପ ପଥକୁ କଢ଼ାଇ ନେଲେ ଓ ଏଫ୍ରାଇମକୁ ଏକ ପାପପୂର୍ଣ୍ଣ ମାର୍ଗ ପ୍ରଦାନ କଲେ। ସେ ସମୟଠାରୁ ସେମାନଙ୍କ ପାପ ଏପରି ବୃଦ୍ଧିପ୍ରାପ୍ତ ହେଲା ଯେ ସେମାନେ ସ୍ୱଦେଶରୁ ବହିଷ୍କୃତ ହେଲେ, କାରଣ ସେମାନଙ୍କ ଉପରେ ପ୍ରତିଶୋଧ ପଡ଼ିବା ପର୍ଯ୍ୟନ୍ତ ସେମାନେ ସର୍ବବିଧ ଦୁଷ୍ଟତାର ସନ୍ଧାନ କଲେ। ଅଧ୍ୟାୟ 48। ଏଲିଜା। ତତ୍ପରେ ଏକ ଅଗ୍ନି ସଦୃଶ ପ୍ରବକ୍ତା ଏଲିଜା ଆବିର୍ଭୂତ ହେଲେ। ତାଙ୍କ ବାକ୍ୟ ମଶାଲ ସଦୃଶ ପ୍ରଜ୍ୱଳିତ ହେଲା। ସେ ସେମାନଙ୍କ ପ୍ରତି ଏକ ଦୁର୍ଭିକ୍ଷ ଘଟାଇଲେ। ତାଙ୍କର ଅତ୍ୟୁତ୍ସାହ ଯୋଗୁଁ ସେମାନେ ସଂଖ୍ୟାରେ ନ୍ୟୁନ ହେଲେ। ପ୍ରଭୁଙ୍କ ବଚନ ଦ୍ୱାରା ସେ ଆକାଶମଣ୍ଡଳ ରୁଦ୍ଧ କଲେ ଓ ଊର୍ଦ୍ଧ୍ୱରୁ ତ୍ରିବାର ଅଗ୍ନିକୁ ଅବତୀର୍ଣ୍ଣ କରାଇଲେ। ହେ ଏଲିଜା, ଅଦ୍ଭୁତ କାର୍ଯ୍ୟ ସମ୍ପାଦନରେ ତୁମେ କେଉଁଭଳି ମହିମାନ୍ୱିତ! ତୁମ ସଦୃଶ ଅଭିମାନ କରିବା ପାଇଁ କାହାର ଅଧିକାର ଅଛି? ପରାତ୍ପରଙ୍କ ବଚନ ଦ୍ୱାରା ମୃତମାନଙ୍କ ମଧ୍ୟରୁ ପାତାଳରୁ ତୁମେ ଏକ ମୃତ ଶରୀର ପୁନରୁତ୍ଥିତ କଲ। ରାଜାମାନଙ୍କୁ ବିନାଶ ଦିଗରେ ତୁମେ କଢ଼ାଇ ନେଲ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କୁ ସେମାନଙ୍କ ଶଯ୍ୟା ଗୁଡ଼ିକରୁ ଓହ୍ଲାଇ ଦେଲ। ସିନାଇଠାରେ ତିରସ୍କାର ଓ ରହେବରେ ପ୍ରତିରୋଧର ବିଚାର ବଚନ ତୁମେ ଶୁଣିଲ। ଶାସ୍ତି ବିଧାନ କରିବା ପାଇଁ ରାଜାମାନଙ୍କୁ ଓ ତୁମ ଉତ୍ତରାଧିକାର ହେବା ପାଇଁ ପ୍ରବକ୍ତାମାନଙ୍କୁ ତୁମେ ଅଭିଷେକ୍ତ କଲ। ଅଗ୍ନିମୟ ଘୂର୍ଣ୍ଣିବାୟୁ ମଧ୍ୟରେ ଅଗ୍ନିମୟ ଘଟକ ଦ୍ୱାରା ଆବଦ୍ଧ ରଥରେ ତୁମେ ଊର୍ଦ୍ଧ୍ୱକୁ ସଂବହିତ ହେଲ। ଲିପିବଦ୍ଧ ହୋଇଥିବା ଅନୁଯାୟୀ ଈଶ୍ୱରଙ୍କ କ୍ରୋଧାଗ୍ନି ପ୍ରଜ୍ୱଳିତ ହେବା ପୂର୍ବରୁ ତାହାଙ୍କୁ ପ୍ରଶମିତ କରିବା, ପିତାଙ୍କ ହୃଦୟକୁ ପୁତ୍ର ଆଡ଼େ ଫେରାଇ ଆଣିବା ଓ ସେହିପରି ଯାକୁବଙ୍କ ଗୋଷ୍ଠୀ ସକଳକୁ ପୁନଃସ୍ଥାପନ କରିବା ପାଇଁ ତୁମେ ନିଯୁକ୍ତ ହୋଇଥିଲ। ଯେଉଁମାନେ ତୁମର ଦର୍ଶନ ଲାଭ କରିଅଛନ୍ତି ଓ ଯେଉଁମାନେ ସ୍ନେହର ପାତ୍ର ହୋଇ ମୃତ୍ୟୁବରଣ କରିଅଛନ୍ତି ସେମାନେ ଧନ୍ୟ, କାରଣ ଆମେ ମଧ୍ୟ ଅବଶ୍ୟ ଜୀବନ ଲାଭ କରିବୁ। ଏଲିସା। ଏଲିଜା ଘୂର୍ଣ୍ଣିବାୟୁରେ ପରିବେଷ୍ଟିତ ହେଲେ ଓ ଏଲିସା ତାଙ୍କ ଆତ୍ମାରେ ଆବିଷ୍ଟ ହେଲେ। ଆଜୀବନ କାଳ ସେ ଶାସକମାନଙ୍କ ସମ୍ମୁଖରେ
ଭୟକମ୍ପିତ ହେଲେ ନାହିଁ। କେହି କେବେ ତାଙ୍କୁ ବଶୀଭୂତ କରିପାରିଲା ନାହିଁ। କୌଣସି କାର୍ଯ୍ୟ ତାଙ୍କ ପାଇଁ ଦୁଷ୍କର ନଥିଲା। ମୃତ ହେଲା ପରେ ମଧ୍ୟ ସେ ପ୍ରବଚନ ଦେଲେ। ଜୀବନ କାଳରେ ସେ ଯେପରି ଅଦ୍ଭୁତ କର୍ମ କରିଥିଲେ, ସେହିପରି ମୃତ୍ୟୁ ପରେ ମଧ୍ୟ ତାଙ୍କର କର୍ମାବଳୀ ଆଶ୍ଚର୍ଯ୍ୟାନ୍ୱିତ ଥିଲା। ଜନତାର ଅବିଶ୍ୱସ୍ତତା ତଥା ଶାସ୍ତି ବିଧାନ। ଏ ସମସ୍ତ ସତ୍ତ୍ୱେ ଜନତା ଅନୁତପ୍ତ ହେଲେ ନାହିଁ ଓ ସେମାନେ ନିଜ ପାପ ପରିତ୍ୟାଗ କଲେ ନାହିଁ। ସୁତରାଂ ବନ୍ଦୀ ହୋଇ ସେମାନେ ସ୍ୱଦେଶରୁ ସୁଦୂରକୁ ନିଆଗଲେ ଓ ପୃଥିବୀ ସାରା ବିକ୍ଷିପ୍ତ ହେଲେ। ଦାବୀଦଙ୍କ ଗୃହରେ ସେହି ଶାସକମାନଙ୍କ ଗହଣରେ କେବଳ ଅଳ୍ପ ସଂଖ୍ୟକ ଜନତା ଅବଶିଷ୍ଟ ହୋଇ ରହିଲେ। ସେମାନଙ୍କ ମଧ୍ୟରୁ କେହି କେହି ଯାହା ପ୍ରଭୁଙ୍କୁ ପ୍ରୀତିକର ତାହା ସାଧନ କଲେ, କିନ୍ତୁ ଅନ୍ୟମାନେ ପାପ ପରିବର୍ତ୍ତିତ କଲେ। ହେସେକିଆ ତାଙ୍କ ନଗରୀ ଦୃଢ଼ୀଭୂତ କଲେ ଓ ତାହା ମଧ୍ୟକୁ ଜଳ ପ୍ରବାହିତ କରାଇଲେ। ଶୈଳ ପଥ ଦେଇ ଲୌହ ଉପକରଣ ଦ୍ୱାରା ସେ ସୁଡ଼ଙ୍ଗ ନିର୍ମାଣ କଲେ ଓ ଜଳ ସଂଗ୍ରହ କରିବା ପାଇଁ ଜଳାଶୟ ପ୍ରସ୍ତୁତ କଲେ। ତାଙ୍କ ଦିନ ସକଳରେ ସେନାକେରିବ ରାଜ୍ୟ ଆକ୍ରମଣ କଲେ ଓ ରାବସାକେବକୁ ପଠାଇଲେ। ସିୟନ ବିରୁଦ୍ଧରେ ସେ ତାଙ୍କ ହସ୍ତ ଉଠାଇଲେ ଓ ଔଦ୍ଧତ୍ୟ ଭାବେ ଉଚ୍ଚ ସ୍ୱରରେ ଦର୍ପ କଲେ। ସେ ସମୟରେ ସେମାନଙ୍କ ହୃଦୟ ଦହଲିଗଲା ଓ ସେମାନଙ୍କ ହସ୍ତ କମ୍ପମାନ ହେଲା। ପ୍ରସବ ବେଦନାଗ୍ରସ୍ତା ନାରୀ ସଦୃଶ୍ୟ ସେମାନେ ବ୍ୟଥା ଅନୁଭବ କଲେ। ତହୁଁ ସେମାନେ ହସ୍ତ ବଢ଼ାଇ କରୁଣା ସାଗର ପ୍ରଭୁଙ୍କୁ ଡାକି ନିବେଦନ କଲେ ଯେ ପବିତ୍ର ସେ ସ୍ୱର୍ଗଧାମରୁ ଅବିଳମ୍ବେ ସେମାନଙ୍କ ପ୍ରାର୍ଥନା ଶୁଣିଲେ ଓ ଜିସାଇୟାଙ୍କ ମାଧ୍ୟମରେ ସେମାନଙ୍କୁ ରକ୍ଷଣାବେକ୍ଷଣ କଲେ। ଆସିରୀୟମାନଙ୍କ ଛାଉଣୀକୁ ପ୍ରଭୁ ବିଧ୍ୱସ୍ତ କଲେ ଓ ତାହାଙ୍କର ଦୂତ ସେମାନଙ୍କୁ ନିଶ୍ଚିହ୍ନ କଲେ। ଜିସାଇୟା ପ୍ରଭୁଙ୍କ ଦୃଷ୍ଟିରେ ଯାହା ପ୍ରୀତିକର ହେସେକିଆ ତାହା କଲେ। ଯିଏ ମହାନ ଅବିଶ୍ୱସନୀୟ ଦର୍ଶନକାରୀ, ସେହି ପ୍ରବକ୍ତା ଜିସାଇଙ୍କ ଆଦେଶର ଅନୁସରଣ କରି ହେସେକିଆ ତାଙ୍କ ପିତା ଦାବୀଦଙ୍କର ମାର୍ଗ ଦୃଢ଼ ଧାରଣ କଲେ। ତାଙ୍କ ସମୟରେ ସୂର୍ଯ୍ୟ ପଶ୍ଚାଦଗମନ କଲା ଓ ରାଜାଙ୍କ ଆୟୁଷ ସେ ସୁଦୀର୍ଘ କରାଇଲେ। ପରମାତ୍ମାଙ୍କ ଶକ୍ତିରେ ଆବିଷ୍ଟ ହୋଇ ସେ ଅନ୍ତିମ କାଳର ଦର୍ଶନ ଲାଭ କଲେ ଓ ଯେଉଁମାନେ ସିୟନରେ ବିଳାପ କରିଥିଲେ ସେମାନଙ୍କୁ ଆଶ୍ୱସ୍ତ କଲେ। କାଳର ଶେଷ ପର୍ଯ୍ୟନ୍ତ ଯାହା ସଂଗଠିତ ହେବ ସେହି ଭାବି କାର୍ଯ୍ୟ ସକଳକୁ ସେ ପ୍ରକାଶିତ କଲେ ଓ ନିଗୂଢ଼ ବିଷୟଗୁଡ଼ିକ ଘଟିବା ପୂର୍ବରୁ ସେ ତାହାକୁ ପ୍ରକଟ କଲେ। ଅଧ୍ୟାୟ 49। ଯୋସିୟା ଏକ ସୁରଭି ନିର୍ମାତା ଯେପରି ଦକ୍ଷତାପୂର୍ବକ ଗୁଗଳ ସୁଗନ୍ଧ ମିଶ୍ରଣ କରେ, ସେହିପରି ଅଟେ ଯୋସିୟାଙ୍କର ସ୍ମୃତି। ତାହା ସମସ୍ତ ମୁଖ ପାଇଁ ମଧୁ ସଦୃଶ୍ୟ ଓ ଦ୍ରାକ୍ଷାରସର ଭୋଜି ସତ୍କାରରେ ଆୟୋଜିତ ସଙ୍ଗୀତ ତୁଲ୍ୟ। ଉତ୍ତମ ମାର୍ଗାବଳୀ ଅନୁସରଣ କରି ସେ ଜନତାର ମତି ପରିବର୍ତ୍ତନ କଲେ ଓ ଯାହା ପାପର କାରଣ ସେହି ଘୃଣ୍ୟ ବସ୍ତୁ ସକଳ ସେ ଅପସାରଣ କଲେ। ସେ ତାଙ୍କ ହୃଦୟକୁ ପ୍ରଭୁଙ୍କଠାରେ ସ୍ଥାପନ କଲେ ଓ ଦୁଷ୍ଟମାନଙ୍କ ସମୟରେ ନ୍ୟାୟପରାୟଣତା ସ୍ଥିରୀକୃତ କଲେ। ଇସ୍ରାଏଲର ଅନ୍ୟ ମହାନ ରାଜା ତଥା ପ୍ରବକ୍ତାଗଣ ଦାବୀଦ, ହେସେକିଆ ଓ ଯୋସିୟାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଅତିଶୟ ପାପରେ ନିମଗ୍ନ ହେଲେ, କାରଣ ସେମାନେ ପରାତ୍ପରଙ୍କର ବିଧାନଗୁଡ଼ିକୁ ତ୍ୟାଗ କଲେ। ତେଣୁ ଜୁଦାର ରାଜକୀୟ ବଂଶ ପରିସମାପ୍ତି ଲାଭ କଲା। ତାଙ୍କ ଅଧିକାରକୁ ସେମାନେ ଅନ୍ୟମାନଙ୍କ ହସ୍ତରେ ସମର୍ପଣ କଲେ ଓ ତାଙ୍କ ମହତ୍ତ୍ୱ ବିଦେଶୀମାନଙ୍କ ହାତରେ ଅର୍ପଣ କଲେ। ଯେଉଁ ନଗରୀରେ
ପବିତ୍ର ମନ୍ଦିର ଅବସ୍ଥିତ ସେହି ନଗରୀକୁ ଜେରେମିୟାଙ୍କ ବାକ୍ୟ ଅନୁଯାୟୀ ସେହି ଜାତି ଦଗ୍ଧ କଲେ ଓ ତାହାର ରାସ୍ତା ସବୁକୁ ଜନହୀନ କଲେ। ସେମାନେ ଜେରେମିୟାଙ୍କୁ କ୍ଲେଶ ପ୍ରପୀଡ଼ିତ କଲେ, ତଥାପି ସେ ଥିଲେ ଉତ୍ପାଟନ, ଉତ୍ପୀଡ଼ନ, ବିନାଶ, ନିର୍ମାଣ ତଥା ରୋପଣ କରିବା ପାଇଁ ତାଙ୍କ ମାତୃଗର୍ଭରୁ ଉତ୍ସର୍ଗୀକୃତ ଜଣେ ବ୍ୟକ୍ତି। କେରୁବମାନଙ୍କ ରଥର ଉପରି ଭାଗରେ ଈଶ୍ୱରଙ୍କ ଦ୍ୱାରା ପ୍ରକାଶିତ ଦର୍ଶନ ଏସେକିଏଲ ଦେଖିଲେ। ଝଡ଼ ତୋଫାନ ପଠାଇ ଈଶ୍ୱର ତାଙ୍କ ଶତ୍ରୁମାନଙ୍କୁ ସ୍ମରଣ କଲେ, କିନ୍ତୁ ଯେଉଁମାନେ ନୀତିନିଷ୍ଠାର ମାର୍ଗରେ ବିଚରଣ କଲେ ସେମାନଙ୍କ ପାଇଁ ସେ ମଙ୍ଗଳ ସାଧନ କଲେ। ସେମାନଙ୍କ ପାଇଁ ସେ ମଙ୍ଗଳ ସାଧନ କଲେ। ସେହି ଦ୍ୱାରା ଦ୍ୱାଦଶ ପ୍ରବକ୍ତାମାନଙ୍କ ଅସ୍ଥିପୁଞ୍ଜ ସେମାନଙ୍କ କବରସ୍ଥଳୀରୁ ପୁନର୍ଜୀବିତ ହୁଅନ୍ତୁ, କାରଣ ସେମାନେ ଯାକୁବଙ୍କ ଜନତାକୁ ଆଶ୍ୱସ୍ତ କଲେ ଓ ଦୃଢ଼ ପ୍ରତ୍ୟାଶା ପ୍ରଦାନ କରି ସେମାନଙ୍କୁ ରକ୍ଷା କଲେ। ସେରୁବାବେଲ ଓ ଜେସୁଆ। ସେରୁବାବେଲଙ୍କୁ ଆମେ ବା କିପରି ମହିମାନ୍ୱିତ କରିପାରିବୁ? ଦକ୍ଷିଣ ହସ୍ତରେ ପରିହିତ ମୋହର ମୁଦ୍ରା ସଦୃଶ ସେ ଥିଲେ। ଯୋସାଦଙ୍କର ପୁତ୍ର ଜେସୁଆ ମଧ୍ୟ ସେହିପରି ଥିଲେ। ସେମାନଙ୍କ ଦିନଗୁଡ଼ିକରେ ଦେବାଳୟ ନିର୍ମାଣ କରି ପ୍ରଭୁଙ୍କର ଶାଶ୍ୱତ ମହିମା ପାଇଁ ଉଦ୍ଦିଷ୍ଟ ଏକ ପବିତ୍ର ଆଳୟ ସେମାନେ ଉତ୍ଥିତ କଲେ। ନେହେମିୟାଙ୍କର ସ୍ମୃତି ମଧ୍ୟ ଚିରନ୍ତନ। ଧ୍ୱଂସ ପ୍ରାପ୍ତ ପ୍ରାଚୀରକୁ ସେ ଆମ ପାଇଁ ପୁନର୍ନିର୍ମିତ କଲେ, ତାହାର ଦ୍ୱାର ସକଳ ତଥା ଅର୍ଗଳ ସ୍ଥାପନ କଲେ ଓ ଧ୍ୱଂସ ପ୍ରାପ୍ତ ଆମ ଗୃହସମୂହ ପୁନର୍ନିର୍ମାଣ କଲେ। ଏକ ପୁର ଦର୍ଶନ। ଏନୋକଙ୍କ ସଦୃଶ ଅନ୍ୟ କେହି ପୃଥିବୀରେ ସୃଷ୍ଟ ହୋଇନାହିଁ। ସେ ପୃଥିବୀରୁ ସଂବହିତ ହେଲେ। ଯୋସେଫଙ୍କ ସଦୃଶ ଅନ୍ୟ କେହି ଜାତ ହୋଇନାହିଁ। ତାଙ୍କ ଅସ୍ଥିପୁଞ୍ଜ ସଂରକ୍ଷିତ ହୋଇ ରହିଛି। ମାନବ ଜାତି ମଧ୍ୟରେ ସେମ୍ ଓ ସେତ୍ ଶ୍ରଦ୍ଧାସ୍ପଦ ଓ ସୃଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ଆଦାମ ସର୍ବୋତ୍କୃଷ୍ଟ।